श्रीमद्भागवत प्रथम स्कंद सप्तम अध्याय। सौनक उवाच व्यासंकु छाड़ी गंगाकूले नारद गले जेतेबेले चित्ते संशय जेते थिला नारद वाक्य दूर गला से सर्वगुणे अधिकारी नारद वाक्य चित्ते धरी पुणी की कले पुण्य देहा कह आम्भकु जेबे दया एमंत मुनिंक प्रसन्ने कृष्ण महिमा गुणी मने सुत उवाच सुत कहन्ति तोष चित्ते मुनि जनकर अग्रते से ब्रह्म नदीर पश्चिमे आश्रम सम्याप्रास नामे तहि अशेष मुनि जन एणु अनेक यज्ञ स्थान मध्ये बदरी वन नाम व्यासंक नियत आश्रम सेवने सरस्वती जले स्नान सारी प्रातः काले कृष्ण महिमा चिंती मने मुनि बसिले जोग ध्याने निर्मल मने ध्यान करी तक्षणे प्रभु नर हरि माया संजोगे हेले दृश्य जे पूर्वे पुराण पुरुष त्रिगुणे जड़ित अज्ञाने जीव मोहग्रस्त असत्य सत्य प्राय मणे आत्मार गति न प्रमाणे ताहांको उद्धारिबा अर्थे श्रीकृष्ण भक्ति जोग पथे रचिले भागवत बाणी ए जीवतरे जहा शुणी भक्ति कले कृष्ण पादे न पड़े लोक मोह बादे संहिता करी हरिबाणी शोधन करी ताकु पुणी स्वभावे तांक निज सुते हरसे देले भागवते विशेष गोविंद प्रसन्ने माया न लागे जार मने एमंत सत्य वाक्य शुणी मुनि सकले मने गुणी मन संशय खेद बही कहन्ति सुत मुख चाही शौनक उवाच माया न लागे जार चित्ते कि प्रयोजन तार ग्रंथे सुख स्वभावे आत्मा राम ताहार ग्रंथे किंपा श्रम काहार अर्थे व्यास सुत अभ्यास कले भागवत निर्लेप जोगी से जगते संशय लागे आंभ चित्ते पुणी संशय मुनि कथा कहन्ति सुत ब्रह्मवेता सुत उवाच स्वभावे मुनिकर नुहै ग्रंथित तथापि किंचन पणे भजन्ति गोविंद चरणे जेणु सकल भूते हरि परमानंद रूपे पुरी तेणु भक्ति जे अतिरेक कहन्ति एक पुआरेक से सुख मुनि शुद्ध चेता नित्य अभ्यास कृष्ण कथा भक्त जन पुण्य अर्थे ताहांक जन्म ए जगते एबे हो शुण विप्रजने हरिचरित सावधाने भक्त परीक्षित कथा पंडु तनयंक व्यवस्था कुरु पांडव युद्ध अर्थे वीरे मिलिले वीर पथे भीमर गदा घात बाजी दुर्योधनर जानु भाजी पलाई गला प्राण डरे पशिला व्यास सरोवरे एमंते होइला रजनी भये मेलई कुरुमणि कांदई जीवन विकले द्रोण नंदन देखी डोळे कहई राजा मुख चाही मोते न बरिलु जे तुही सुधे सकल वीर मारी
ଏ ଭୂମି ଅପାଣ୍ଡବ କରି ତୋତେ ବସନ୍ତି ରାଜ କୋଳେ ଅଖଣ୍ଡ ବନିମଣ୍ଡଳେ ଶୁଣି କହଇ ନୃପବର ଏବେ ତୁ ନିପାଣ୍ଡବ କର। କହଇ ରାଜା ମୁଖ ଚାହିଁ ମୋତେ ନ ବରିଲୁ ଯେ ତୁହି ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବ କରି ତୋତେ ବସନ୍ତି ରାଜ କୂଳେ ଅଖଣ୍ଡ ବନିମଣ୍ଡଳେ ଶୁଣି କହନ୍ତି ନୃପବର ଏବେ ତୁ ନିପାଣ୍ଡବ କର। ଏବେ କରିଲେ ସେନାପତି ଫେଡ଼ ତୁ ମୋହର ଦୁର୍ଗତି। ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା ଦ୍ରୋଣ କୁମର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି ମନ୍ତ୍ରୀଣ ନାରା ଚପେସିଲା ପାଣ୍ଡବ ଗୃହେ ସେ ପଡ଼ିଲା ଦ୍ରୌପଦୀ ପଞ୍ଚ ସୁକୁମରେ ଶୋଇ ଯେ ଥିଲେ ଅନ୍ତଃପୁରେ ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର ଶୁଣି କମ୍ପିଲେ ଦିଗପାଳ ପୁରିଲା ଭୂମି ଅନ୍ତରାଳ ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ ଅନେକ ଶାନ୍ତ ବାକ୍ୟ କହେ ଦ୍ରୌପଦୀ ମୁଖ ଚାହିଁ ଦ୍ରୋଣ କୁମାର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ ତେବେ ହରିବି ତୋର ଶୋକ ତୁ ଏବେ ଶିର ଚିତ୍ତେ ଦେଖ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେ ତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା ବେଗେ ପଳାଇ ଭୂମି ଗତେ ପଶିଲା ଗହନ ବନସ୍ତେ ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ କାତରେ ଚାରି ଦିଗ ଚାହିଁ ତାର ରକ୍ଷକ ଅଛି କାହିଁ। ତକ୍ଷଣେ କଲେ ସ୍ନାନ କରି ବ୍ରହ୍ମାସ୍ତ୍ରକୁ ଯେ ସୁମରି ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମରାଶି ନାମ ବିରାଜେ ତେଜେ ରବି ସମ ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ି ଅଭୟ ପାଦ ତଳେ କହଇ ଜୀବନ ବିକଳେ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନକ ସୋଦର ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ ଯାହାକୁ ଦେଉ ମୁଖ୍ୟ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାର ଖଣ୍ଡିବ ବନିର ଭାର ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ ଏଣୁ ତୋହର ଗତି ମୁହିଁ ତୋ ମାୟା ବଳେ ନ ଜାଣଇ ଏ ଯେ ଧାମଇ ବ୍ରହ୍ମସର ତେଜେ ଅଛାଦି ତିନି ପୁର ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି ଶ୍ରୀ ଭଗବାନ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା ମନ୍ତ୍ର ନ ଜାଣଇ ସଂଘାରେ ବେଗେ ପେଶିଲା ପ୍ରାଣ ଡରେ ଏହା ନିବାରେ ଶସ୍ତ୍ର ନାହିଁ ସେ କେହି ନ ଜାଣେ ଦେହ ବହି
तुझे सकळ मंत्र जाणू, चंचल चित्ते न प्रमाणु। सुत उवाच ଶୁଣି ଗୋବିନ୍ଦ ମୁଖୁ ବାଣୀ, ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଅଚମନ ସାରି, ମନେ ସୁମରି ନରହରି। ଦ୍ରୋଣକୁ ତହୁଁ ଅଛି ଜାଣି, ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର, ଶୂନ୍ୟ ପେଶିଲା ବୀରବର। ଗଗନ ମାର୍ଗେ ବେନିସରେ, ଭୂମି ଆକାଶ ଅଭ୍ୟନ୍ତରେ। ଅର୍କ ଅନଳ ପ୍ରାୟେ ଦିଶି, ବଢ଼ିଲା 10 ଦିଶ ଗ୍ରାସୀ। ସେ ବେନିଶସ୍ତ୍ର ତେଜୋ ରାଶି, ପ୍ରଳୟାନଳ ପ୍ରାୟେ ଦିଶି। ଦହିଲା ପ୍ରାୟେ ତ୍ରିଭୁବନ, ତା ଦେଖି ଚକିତ ଅର୍ଜୁନ। କୃଷ୍ଣ କହିଲେ ଶୁଣ ବୀର, ଶସ୍ତ୍ରେ ଶସ୍ତ୍ରକୁ ସଂହର। ଯହୁଁ କହିଲେ ଚକ୍ରପାଣି, ତକ୍ଷଣେ ସଂହରିଲେ ଆଣି। ରଥୁ ଓହ୍ଲାଇ ମହାରୋଷେ, ଧଇଲେ ଅଶ୍ୱତ୍ଥାମା କେଶେ। ପ୍ରଚଣ୍ଡ ରୂପେ ଶିର ଝୁଣି, ଆକର୍ଷି ପତିଲା ଧରଣୀ। କର ଚରଣ ତନୁ ଛନ୍ଦେ, ବେଗେ ବାନ୍ଧିଲା ମାଲ ବନ୍ଧେ। ଚରଣ ପାଶ କୁସୁମରି, ପଶୁଙ୍କ ପ୍ରାୟ ବନ୍ଦୀ କରି। ରଥ ଦଣ୍ଡରେ ବାନ୍ଧି ଆଣି, ଦେଖି କହନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧୁ ବ୍ରହ୍ମଦ୍ରୋହୀ, ଏହାକୁ ଦଣ୍ଡେ ହେନ ଥୋଇ। ମନେ ତୁ ଅନ୍ୟ ନ ବିଚାର, ବେଗେ ଏହାର ପ୍ରାଣ ହର। ନିର୍ଦ୍ଦୋଷ ବାଳକ ଶୟନେ, ଥିଲେ ଯେ ମୁଦ୍ରିତ ଲୋଚନେ। ଏ ନାଶା କଲା ତାଙ୍କ ପ୍ରାଣ, ଏବେ କହିବା ପାର୍ଥ ଶୁଣ। ମତ ମତ ଉନ୍ମତ୍ତ, ବାଳ ବନିତା ନିଦ୍ରାଗତ। ଶରଣାଗତ ରଥହୀନ, ସଂଗ୍ରାମେ ଦେଖି ରିପୁଜନ। ଏହାକୁ ବଧ ଯେ କରନ୍ତି, ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ, ତାର ମରଣେ ହୁଏ ପୁଣ୍ୟ, ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି, ପ୍ରତିଜ୍ଞା କଲୁ ଦେହ ବହି। କହିଲୁ ନ କାନ୍ଦ ସୁନ୍ଦରୀ, ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା, ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣ ହର, ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର, ବାଳକ ହନ୍ତାଏ ତୁମ୍ଭର। ଯାହାର ଆଶ୍ରୟ ଭୋଗ କଲା, ତାର ବିପଦ ଏ ଚିନ୍ତିଲା। ଏଣୁ ଯେ ଗଣା ପଶୁ ଗଣେ, ନିତ୍ୟ ବଞ୍ଚଇ ଘୋର ବଣେ। ଏମନ୍ତ ଧର୍ମ ପରିଚ୍ଛନ୍ନେ, କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା, କୁରୁପୁତ୍ରଙ୍କୁ କରି ଦୟା। ତକ୍ଷଣେ ଉଠି ବୀର ପାର୍ଥ, ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା, ତୋରିପୁ ସମ୍ଭାଳ ବୋଇଲା। ଦ୍ରୌପଦୀ ତାର ମୁଖ ଚାହିଁ, ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏ ତ ସ୍ୱଭାବେ, ଦ୍ରୋଣ ଗୁରୁ ସୁତ। ଅନ୍ତରେ ନମସ୍କାର କଲା, ଅର୍ଜୁନ ମୁଖକୁ ଚାହିଁଲା। ବୋଇଲା ବେନି କର ଯୋଡ଼ି, ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ, ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ, ବିସର୍ଗ ସଂହାର ସଙ୍ଗମ। ସକଳ ଅସ୍ତ୍ର ଶସ୍ତ୍ର କଲା, ଯେ ଗୁରୁ ରୂପେ ଶିକ୍ଷା ଦେଲା। ସେହି ଯେ ପୁତ୍ର ରୂପେ ଜାତ, ଆତ୍ମାରୁ ଆପଣା ସମ୍ଭୂତ। ସ୍ୱାମୀର ତହୁଁ ଅଧେ ଘେନି, ଜଗତେ ଏହାର ଜନନୀ। ଏ ତୋର ଧର୍ମ ଗୁରୁକୁଳ, ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା, ସେ ପୁଣ୍ୟବତୀ ପତିବ୍ରତା। ରୋଦନ ନ କରୁ ଯେ ଦୁଃଖେ, ମୋହରି ପରି ପୁତ୍ର ଶୋକେ। କ୍ଷତ୍ରିୟ ଯେବେ ମୃଢ଼ପଣେ, କୋପ କରଇ ବିପ୍ରଗଣେ। ସେ କୋପେ ନିଜ କୁଳ ଦହେ, ଏଣୁକେ ବିପ୍ରେ ହିଂସା ବହେ। ଶ୍ରୀସୁତ ଉବାଚ ଧର୍ମନିଷ୍ଠା ବାଣୀ, ହରଷେ ଯୁଧିଷ୍ଠିର ଶୁଣି। ମୌନେ କିଛି ନ କହିଲେ, ସେ ଧର୍ମ ଅନ୍ତରେ ଜାଣିଲେ।
ଶୁଣି ସଫଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ ଦେବକୀ ପୁତ୍ର ଆଦି କରି କୁନ୍ତୀ ସମେତ ଯେତେ ନାରୀ ସେଠାରେ ଯେତେ ଜନ ଥିଲେ ଏକଥା ସମର୍ଥନ କଲେ। ଏହାଙ୍କ ମଧ୍ୟରେ ଭୀମସେନ କ୍ରୋଧରେ ବୋଲଇ ବଚନ କୋପେ ଅନାଇ କୃଷ୍ଣ ମୁଖେ କହନ୍ତି ଅତି ମନ ଦୁଃଖେ। ତୀକ୍ଷଣେ ଖଡ଼ଗେ କାଟି ଶିର ଏହାକୁ ନରଙ୍କୁ ଉଦ୍ଧାର। କି ପ୍ରୟୋଜନ କିସ ଅର୍ଥେ ଏ ପାଙ୍କୁ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖ ଶୁଣି। ଅଳପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନ ଉବାଚ ମରଣ ଉଚିତ ଏହାର ୟାକୁ ନ ରଖ ବୀରବର। ଯେ ଆତତାୟୀ କର୍ମ କରେ ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ। ଜୀବନ ଥାଉଁ ସେ ମରନ୍ତି ଅନ୍ତେ ସେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ କହିଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି ଶିରେ ଚରଣ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ରେ ହର ତେଜ ହର ଜୀବନ ମୃତ ପ୍ରାୟ କର। ଶାସ୍ତି ଲାଞ୍ଛନେ ବିହରୁ ଏ ବିପ୍ର କେବେ ନ ମରୁ। ଶୋକ ନ ଥାଉଁ କୃଷ୍ଣାଞ୍ଚିତେ ଏକଥା କର ଭୀମ ମତେ। ଏକଥା ମୋହର ସମ୍ମତ ଶୁଣି ଅର୍ଜୁନ କୃତକୃତ୍ୟ। ତତକ୍ଷଣେ ଉଠି କୋପ ଭରେ ତୀକ୍ଷଣେ ଖଡ୍ଗ ଘେନି କରେ। କେଶ ଧଇଲା ବାମ ହସ୍ତେ ମଣିଏ ଥିଲା ତାର ମାଥେ। ଖଡ୍ଗ ଯେ ଘେନି ଦୃଢ଼ ମୁଷ୍ଟି ମଣି ସହିତେ ଶିଖା କାଟି। ଆଣି ସ୍ଥାପିଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ। ତକ୍ଷଣେ ବନ୍ଧନ ଫେଡ଼ିଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେ ଛନ୍ନ ମଳିନ ଦିଶେ ତା ବଦନ। ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା। ବେଶ ନିବେଶ କରି ହରି ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାୟ ଏହି ମତେ ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବେ ଆକୁଳ ପୁତ୍ର ଶୋକେ ବାଳକେ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ ବେହୋଷୁଣ ମୁନି ଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ। ଅମୃତ କୃଷ୍ଣର ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତୟଂ ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ଦ୍ରୌଣୀ ଦଣ୍ଡେ ନାମ ସପ୍ତମ ଅଧ୍ୟାୟः।